ମୁଁ ଆଜି ଆପଣମାନଙ୍କୁ ଏଇ ଭିଡ଼ିଓରେ କହିନେବି ଆପଣମାନେ କେମିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆପ୍ଲାଏ କରିବେ। ତା ସହିତ ଯଦି ଆପଣମାନେ ଗରିବ ଶ୍ରେଣୀର ଅନ୍ତର୍ଭୁକ୍ତ ହୋଇଥିବେ, ଯଦି ଆପଣମାନେ କୁଲି ମଜୁରୀ କରିକି ଆପଣମାନଙ୍କ ପରିବାର ପୋଷୁଛନ୍ତି, ତାହେଲେ ଆପଣମାନଙ୍କ ପାଖରେ ପକ୍କା ଘର ନାହିଁ, ତାହେଲେ ଆପଣମାନେ କେମିତି ନିଜ ମୋବାଇଲରେ କେମିତି ପକ୍କା ଘର ପାଇଁ ଆପ୍ଲାଏ କରିବେ, ମୁଁ ଆଜି ଆପଣମାନଙ୍କୁ ସମ୍ପୂର୍ଣ୍ଣ এই ଭିଡ଼ିଓରେ କହିନେବି। ଆପଣମାନେ ଭିଡ଼ିଓଟିକୁ ଶେଷ ଯାଏ ଦେଖନ୍ତୁ, ନହେଲେ ଆପଣମାନେ କିଛି ବି ଜାଣିପାରିବେ ନାହିଁ। ତ ଆପଣମାନେ କ'ଣ କରିବେ, ସର୍ବପ୍ରଥମେ ଆପଣଙ୍କର ଏହି ୱେବସାଇଟ୍ର ଲିଙ୍କ୍ ମୁଁ ଭିଡ଼ିଓର ତଳେ ଦେଇଦେବି, ଆସିକି ଆପଣମାନେ ନିଜ ମୋବାଇଲରେ ବି କରିପାରିବେ। ତ ଚାଲନ୍ତୁ ଷ୍ଟାର୍ଟ କରିନେଉଛି। ତ ଆପଣମାନେ ସର୍ବପ୍ରଥମେ କ'ଣ କରିବେ, ଏଠାରେ ଦେଖିପାରୁଥିବେ ଅଭିଯୋଗ ପଞ୍ଜୀକରଣ କରନ୍ତୁ, ତା ଉପରେ ଆପଣମାନେ କ୍ଲିକ୍ କରିବେ। ମୁଁ ଯାହା କହୁଛି ଆପଣମାନଙ୍କୁ ସେଇଆ କରିବା ପାଇଁ ପଡ଼ିବ। ଆପଣମାନେ ଘର ପାଇବା ପାଇଁ ଚାହୁଁଛନ୍ତି, ତ ଆପଣମାନେ ତାପରେ କ'ଣ କରିବେ, ତାପରେ ଆପଣମାନେ ଏଇ ଆଡ଼କୁ କଟ୍ କରିବେ। ଦେଖିପାରୁଥିବେ ମୁଁ କଟ୍ କରିନେଉଛି। ତାପରେ ଆପଣମାନେ କ'ଣ କରିବେ, ଏଠାରେ ସ୍କିପ୍ ଲଗ୍ଇନ୍ ଉପରେ କ୍ଲିକ୍ କରିନେବେ। ଦେଖିପାରୁଥିବେ ମୁଁ ଆପଣମାନଙ୍କୁ ସବୁ ଲାଇଭ୍ରେ ଆପଣମାନଙ୍କୁ ଦେଖାଇ ନେଉଛି, ଆପଣମାନେ ଏହା ଉପରେ କ୍ଲିକ୍ କରିନେବେ। ଦେଖିପାରୁଥିବେ ମୁଁ ଯାହା କରୁଛି। ତାପରେ ଆପଣମାନେ କ'ଣ କରିବେ, ଏଠାରେ ଆପଣଙ୍କର ମୋବାଇଲ ନମ୍ବର ଦେବେ। ତାପରେ ଆପଣମାନେ ଓଟିପି ଦେଇଦେବେ। ମୁଁ ମୋର ଏବେ ମୋବାଇଲ ନମ୍ବର ଦେଇକି ଓଟିପି ପାଆନ୍ତୁ ଉପରେ କ୍ଲିକ୍ କରିନେବି। ଆପଣମାନେ ବି ସେମିତି କରିନେବେ। ଏଠାରେ ଆପଣମାନେ ଯେଉଁ ବ୍ୟକ୍ତିଙ୍କର ଘର ପାଇଁ ଆପ୍ଲାଏ କରୁଛନ୍ତି ତାଙ୍କର ପ୍ରଥମେ ନାମ ଲେଖିଦେବେ। ଏଠାରେ କ୍ଲିୟର ହେଇଗଲା। ଆପଣମାନେ ଏହି ବକ୍ସରେ ଆପଣମାନେ କ'ଣ କରିବେ, ବ୍ୟକ୍ତିଙ୍କର ନାମ ଲେଖିବେ। ନାମ ଲେଖି ସାରିଲା ପରେ ଆପଣଙ୍କର ସେକେଣ୍ଡରେ କ'ଣ କରିବେ, ଆପଣଙ୍କର ଏଠାରେ ଆପଣମାନେ କ'ଣ କରିବେ, ରାଜ୍ୟକୁ ସିଲେକ୍ଟ କରିନେବେ। ଦେଖିପାରୁଥିବେ ଆପଣଙ୍କର ରାଜ୍ୟ ଓଡ଼ିଶା, ଏଠାରେ ଆପଣମାନେ ଓଡ଼ିଶାକୁ ସିଲେକ୍ଟ କରିନେବେ। ଦେଖିପାରୁଥିବେ ରାଜ୍ୟରେ ଆପଣମାନେ ଓଡ଼ିଶା ସିଲେକ୍ଟ କରିନେବେ। ଆପଣଙ୍କର ସେକେଣ୍ଡ କାମଟି କମ୍ପ୍ଲିଟ୍ ହେଇଗଲା। ଆପଣମାନେ ତା ଥାର୍ଡ଼ କାମ କ'ଣ, ଏଠାରେ ଆପଣଙ୍କର ଜିଲ୍ଲା, ଆପଣଙ୍କର ଯାହା କୌଣସି ଏଠାରେ ଓଡ଼ିଶାର ଜିଲ୍ଲା, ମୋର ଜିଲ୍ଲା ଅନୁଗୁଳ, ଏଠାରେ ମୁଁ ଅନୁଗୁଳକୁ ସିଲେକ୍ଟ କରିନେବି। ଆପଣଙ୍କର ଯାହା ବି ଜିଲ୍ଲା ହେଇଥିବ ଆପଣମାନେ ସିଲେକ୍ଟ କରିନେବେ। ତାପରେ ରହୁଛି ଆପଣଙ୍କୁ ମୁଁ ତଳକୁ ସ୍କ୍ରୋଲ୍ କରିନେଉଛି। ତାପରେ ଆପଣଙ୍କର ଗ୍ରାମର ବ୍ଲକ୍, ଆପଣଙ୍କର ଏଠାରେ ବ୍ଲକ୍ ସିଲେକ୍ଟ କରିନେବେ। ଦେଖିପାରୁଥିବେ ମୁଁ ଯାହା କହୁଛି ଆପଣମାନେ ସେମିତି କରନ୍ତୁ, ନହେଲେ ଆପଣଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆପ୍ଲାଏ ହୋଇପାରିବ ନାହିଁ। ଦେଖିପାରୁଥିବେ ତାପରେ ଆପଣଙ୍କ ବ୍ଲକ୍, ଏଠାରେ ବ୍ଲକ୍କୁ ଆପଣମାନେ ସିଲେକ୍ଟ କରିନେବେ। ବ୍ଲକ୍କୁ ସିଲେକ୍ଟ କରିସାରିଲା ପରେ ତାପରେ ଆପଣଙ୍କ ଗ୍ରାମ ପଞ୍ଚାୟତ ମାନେ ଆପଣଙ୍କ ଜିପିକୁ ଏଠାରେ ସିଲେକ୍ଟ କରିବା ପାଇଁ କହୁଛି। ଆପଣମାନେ ଜିପିକୁ ସିଲେକ୍ଟ କରିନେବେ। ତାପରେ ଆପଣଙ୍କର ଗ୍ରାମ ନାଁ ଆସୁଛି ସିଲେକ୍ଟ କରିବା ପାଇଁ, ଆପଣମାନେ ଏଠାରେ ଆପଣମାନଙ୍କ ଗ୍ରାମର ନାମ ସିଲେକ୍ଟ କରିଦେବେ। ତାପରେ ମୁଁ ତଳକୁ ସ୍କ୍ରୋଲ୍ କରିନେଉଛି। ତାପରେ ଆପଣଙ୍କ ଠିକଣା ଏଠାରେ ଟାଇପ୍ କରିବେ। କ'ଣ କ'ଣ ଠିକଣାରେ ରହିବ, ଆପଣଙ୍କର ଗ୍ରାମ ରହିବ, ତାପରେ ଆପଣଙ୍କ ଗ୍ରାମ ପଞ୍ଚାୟତ ରହିବ, ତାପରେ ଆପଣଙ୍କର ବ୍ଲକ୍ ରହିବ, ତାପରେ ଆପଣଙ୍କର ପୋଷ୍ଟ ଅଫିସ୍ ରହିବ, ଆପଣମାନେ ସବୁ। ତାପରେ ଆପଣଙ୍କର ପିନ୍କୋଡ଼୍, ମୁଁ ଆପଣଙ୍କୁ 4ଟା ପିନ୍କୋଡ଼୍ ରହିବ, ଆପଣଙ୍କର ଯାହା ବି ଏରିଆର ପିନ୍କୋଡ଼୍ ଦେଇଦେବେ। ତାପରେ ଆପଣଙ୍କର କଣ୍ଟାକ୍ଟ ନମ୍ବର ଆପଣ ଦେବେ। ଯଦି ଆପଣ କଣ୍ଟାକ୍ଟ ନମ୍ବର ଦେଉନାହାନ୍ତି ତାହେଲେ ଆପଣଙ୍କର ଘର ପାଇଁ ଆପ୍ଲାଏ ହୋଇପାରିବନି। ଆପଣଙ୍କୁ କଣ୍ଟାକ୍ଟ ନମ୍ବର ନିହାତି ଦେବା ପାଇଁ ପଡ଼ିବ। ଆପଣମାନେ କ୍ଲିୟର ହେଇଗଲେ, କଣ୍ଟାକ୍ଟ ନମ୍ବର ଦେଇଦେବେ। ତାପରେ ଆପଣମାନେ ଏଠାରେ ଦେଖିପାରୁଥିବେ ଆପଣମାନେ ଲିଙ୍ଗ ପାଇଁ କ'ଣ ସିଲେକ୍ଟ କରିବେ ମୁଁ କହିନେଉଛି। ଯଦି ଆପଣମାନେ ପୁରୁଷ ପାଇଁ ଏଠାରେ ଆପ୍ଲାଏ ପାଇଁ କରୁଛନ୍ତି, ପୁରୁଷ ପାଇଁ, ତାହେଲେ ଆପଣମାନେ ମେଲ୍କୁ ସିଲେକ୍ଟ କରିବେ। ଏଠାରେ କ୍ଲିୟର ହେଇଗଲେ। ଯଦି ଆପଣ ପୁରୁଷ ପାଇଁ କରୁଛନ୍ତି ତାହେଲେ ଆପଣମାନେ ପ୍ରଥମଟାରେ ଆପଣମାନେ ସିଲେକ୍ଟ କରିବେ। ଯଦି ଆପଣମାନେ ସ୍ତ୍ରୀ ଲୋକ ପାଇଁ ଆପ୍ଲାଏ କରୁଛନ୍ତି ତାହେଲେ ଆପଣମାନେ ସେକେଣ୍ଡରେ ଫିମେଲରେ ସିଲେକ୍ଟ କରିବେ। ଯଦି ଆପଣମାନେ ଟ୍ରାନ୍ସଜେଣ୍ଡର ମାନେ ଉଭୟ ମହିଳା ହେଇନଥିବ କିମ୍ବା ସ୍ତ୍ରୀ ଲୋକ ହେଇନଥିବ ତାହେଲେ ଆପଣମାନେ ଟ୍ରାନ୍ସଜେଣ୍ଡରରେ ସିଲେକ୍ଟ କରିବେ। ନହେଲେ ଆପଣମାନେ କ'ଣ କରିବେ, ଏଠାରେ ଅଦରରେ, ଆପଣ ଯଦି ଜାଣିପାରୁନାହାନ୍ତି ଲିଙ୍ଗ ତାହେଲେ ଆପଣମାନେ ଅଦରରେ ସିଲେକ୍ଟ କରିନେବେ, ଏଇ ଲାଷ୍ଟରେ ସିଲେକ୍ଟ କରିନେବେ। ତ ହେଇଗଲା। ତାପରେ ଆପଣମାନେ କ'ଣ କରିବେ, ଅକ୍ଷମତାର ପ୍ରକାର ମାନେ ଆପଣଙ୍କର କ'ଣ ଡିସାବିଲିଟି ଅଛି, ଏଠାରେ ମୁଁ କ୍ଲିୟର କରିନେଉଛି। ଆପଣମାନେ ଡିସାବିଲିଟି ଉପରେ କ୍ଲିକ୍ କରିନେବେ। ଦେଖିପାରୁଥିବେ ଯଦି ଆପଣଙ୍କର ଏଠାରେ ଦେଖିପାରୁଥିବେ ଯଦି ଆପଣଙ୍କ ଅନ୍ଧାର କୋଣା ଅଛି, लो ଭିଜନ୍ ଅଛି, ତାହେଲେ ଆପଣ ଏଟା ସିଲେକ୍ଟ କରିବେ। ଯଦି ଆପଣଙ୍କର ମେଣ୍ଟାଲ ଇଲନେସ୍ ଅଛି ତାହେଲେ ଆପଣ ଏଟାକୁ ସିଲେକ୍ଟ କରିବେ ଥାର୍ଡ଼ଟାକୁ। ଯଦି ଆପଣଙ୍କର ଅଦର କିଛି ବି ଅଦର ଡିସାବିଲିଟି ଅଛି ତାହେଲେ ଆପଣଙ୍କ ଲାଷ୍ଟକୁ ଚୁଜ୍ କରିବେ। ଯଦି ଆପଣଙ୍କର କିଛି ବି ନାହିଁ ତାହେଲେ ଆପଣମାନେ କ'ଣ କରିବେ, ପ୍ରଥମଟାକୁ ସିଲେକ୍ଟ କରିନେବେ। ଏ ପ୍ରଥମ ନନ୍ ଉପରେ ଆପଣମାନେ କ୍ଲିକ୍ କରିନେବେ। ନନ୍ କ୍ଲିକ୍ କରିନେଲେ ଯଦି ଆପଣମାନେ ପୁରୁଷ ପାଇଁ ତାହେଲେ ଆପଣମାନେ ମେଲ୍କୁ ସିଲେକ୍ଟ କରିନେବେ। ତାପରେ ଆପଣମାନେ କ'ଣ କରିବେ, ନେକ୍ସଟ ପରବର୍ତ୍ତୀ ଉପରେ ଆପଣମାନେ ପଳେଇ ଆସିବେ। ତାପରେ ଆପଣମାନେ କ'ଣ କରିବେ, ଏକ ଗ୍ରିଭିଏନ୍ସ ଆପଣଙ୍କୁ ଆପ୍ଲିକେସନ୍ ଲେଖିବା ପାଇଁ ପଡ଼ିବ। ମୁଁ ଆପ୍ଲିକେସନ୍ଟି ଏଠାରେ ଆପଣଙ୍କୁ ଦେଇଦେଉଛି, ଆପଣମାନେ କପି କରିକି ମଧ୍ୟ ଆପଣମାନେ ଏଠାରେ କରିପାରିବେ। ଚାଲନ୍ତୁ ମୁଁ କରିନେଉଛି। ଏଠାରେ ଆପଣଙ୍କର ଦେଖିପାରୁଥିବେ ଆପଣଙ୍କୁ ଏମିତି ଏକ ଅଭିଯୋଗ ଲେଖିବାର ଅଛି। ଏଠାରେ ଦେଖିପାରୁଥିବେ ମୁଁ ପଢ଼ି ନେଉଛି ଆଉ ଥରେ ଆପଣଙ୍କୁ କ୍ଲିୟର କରିକି। ଏଠାରେ କ'ଣ କହିଲା, ମାନନୀୟ ବ୍ଲକ ଉନ୍ନୟନ ଅଧିକାରୀ ବିଷୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ନିବେଦନ। ଆପଣମାନେ କ୍ଲିୟର ହେଇଗଲେ। ତାପରେ ମହାଶୟ ନିବେଦନର ଅଭିପ୍ରାୟ ଏହିକି ଯେ ମୁଁ ଅମକ ସାହୁ, ଆପଣଙ୍କ ନାମ ଏଠାରେ ଦେଇଦେବେ। ମୁଁ ଏଠାରେ ଅମକ ଲେଖିଛି, ଆପଣମାନେ ଅମକ ଲେଖିବେନି। ଏଠାରେ ଆପଣମାନେ କ୍ଲିୟର ହେଇଗଲେ। ଆପଣଙ୍କ ନିଜର ନାମ ଏଠାରେ ଦେଇଦେବେ। ତାପରେ ଆପଣଙ୍କ ଗ୍ରାମର ନାଁ ଲେଖିବେ। ତାପରେ ଆପଣଙ୍କ ପୋଷ୍ଟର ନାମ ଲେଖିବେ। ତାପରେ ଆପଣଙ୍କର ବ୍ଲକର ନାମ ଲେଖିବେ। ତାପରେ ଆପଣଙ୍କ ଜିଲ୍ଲାର ନାମ ଲେଖି ସାରିଲା ପରେ ଆପଣମାନେ ବାସିନ୍ଦା ଅଟେ, ମୁଁ ଜଣେ ଗରିବ କୁଲି ମଜୁରିଆ, ମୋର ଦାରିଦ୍ରତା ଯୋଗୁଁ ଗୋଟିଏ ଘର ତିଆରି କରିବା ପାଇଁ ମୁଁ ଅସମ୍ଭବ। ଆପଣମାନେ କ୍ଲିୟର ହେଇଗଲେ, ଏମିତି ଲେଖିବେ। ତାପରେ ଆପଣମାନେ ଏଣୁ ଆପଣମାନେ ସବିନୟ ନିବେଦନ ଏହିକି ଯେ ଆପଣ ଦୟାପ୍ରବଶ ହୋଇ ମୋ ଆବେଦନର ସତ୍ୟତା ଅନୁସନ୍ଧାନ ପୂର୍ବକ ଗୋଟିଏ ଆବାସ ଘର ମଞ୍ଜୁରୀ କରିବା ଦିଗରେ
पदक्षेप नेले मु ओ मोर परिवार आपणक ठारे चिर उपकृत रहिबो। इति आपणकर विश्वस्त आपणकर तले आपण कौन करेंगे आपणक नाम लिखिए कौन करेंगे ग्राम ना लिखिए आपणकर पोस्ट ऑफिस ना लिखिए आपणकर ब्लॉक ना लिखिए आपने जिला नाम लिखिदेवे लिखि सारा आपने आपने एठरे क्लिक करने देखिए मुझे क्लिक कर नौची आपने ये नीति प्रदान करुच्ची आपने क्लिक करने देखिए क्लीयर हो गला आपने एठरे क्लिक करने क्लिक कर सारा आपने कंप्लीट हो आपने क्लिक करने आपणकर आपणकर गोटे डॉक्यूमेंट देदेवे आपणकर यही डॉक्यूमेंट आपने आधार कार्ड टी एठरे अपलोड करने अपलोड कर सारा मुझे आसूँ बैक आसूँ आपने परवर्ती उपर क्लिक करने देखिए पारे तापर आपन परवर्ती क्लिक हो गला आपणकर आपण मैंने क्या अभियोग पठाइबा चाहते आपणकर कहीनेला एठर आपन क्लिक करने देखिए पारे आपणकर देखिए पारे सुपरिटेडेंट ऑफ पुलिस एठर कलेक्टर डिपार्टमेंट एनी अदर ऑफिसर एठर आपन कौन सिलेक्ट करेंगे मुझे कही नौची आपको क्लीयरली एठर आपन कौन कौन करेंगे एठर आपने मुझे थे आपको कही नौची एठर आपने कलेक्टर उपर सिलेक्ट करने देखिए पारे मुझे कलेक्टर उपर सिलेक्ट कर नौची तापर आपन कौन करेंगे एठरे क्यों कलेक्टर आपणकर डिस्ट्रिक्ट कलेक्टर को आपने सिलेक्ट करने मन दिंतु आपणकर जहाँ भी डिस्ट्रिक्ट हो आपणकर डिस्ट्रिक्ट कलेक्टर को चूज करेंगे देखिए पारे जदि आप अलग एठरे देखिए पारे मोर मोर डिस्ट्रिक्ट कलेक्टर मुझे चूज करनेली तापर आपने कौन करेंगे एठरे परवर्ती उपर क्लिक करने कंप्लीट हो गला ये पर्यंत आपणकर घर केमी आपने आप्लाय करेंगे एठरे मुझे संपूर्ण आपको डिटेल कहनेबी आपने कौन करेंगे तापर आपने देखिए पारे आपड़ यही अभियोग पंजीकरण करने को निश्चित कि जदि आप निश्चित अच्छा आपन किसी भी भूल एठर इनफर्मेशन देना आपने कौन करेंगे हाँ पोस्ट करूँ आपने पोस्ट उपर क्लिक करने आपने क्लीयर हो गले तापर आपने वेट करेंगे कि समय वेट करेंगे देखिए पारे एवं आपन लोडिंग होको वेट कर अच्छी देखिए पारे एठर आपने कौन कहला आपणकर देखिए पारे सफलतार 101 अभियोग पंजीकरण कर क्लीयर हो गले आपने देखिए पारे आपणकर एमती एक आसी भारी आपने एमती आसिले आपने कौन करेंगे यहाँ को आपने स्क्रीनशॉट नहीं जाए देखिए पारे मुझे आपको पढ़ी नौची आपण अभियोग रेफरेन्स नंबर होची क्लीयरली आपने देखिए पारे तले आपन रेफरेन्स नंबर आसीज आपणकर तापर आपने रसीद इंग्राजी डाउनलोड करूँ रसीद ओडिया डाउनलोड करूँ एठरे आपने क्लीयर हो जब आपने डाउनलोड रसीद करने चाहते एठरे इंग्राजी आपने यहाँ टाइप करेंगे मुझे डाउनलोड कर नौची देखिए पारे डाउनलोड मोर हो आपने वेट करेंगे कि समय जदि आपने आपणकर एठरे कंप्लीट हो गला समाप्त हो गला देखिए पारे धन्यवाद लिखिगला आपणकर घर पर नुआ आवेदन हो गला जदि आपको वीडियो भल लगता है ताला आपन कौन करेंगे वीडियो को लाइक करेंगे चैनल नुआ आसले चैनल को सब्सक्राइब करके बेल आइकन को ऑल पे प्रेस कर दे ये वीडियो को बहु मात्रा शेयर करेंगे जहाँद्वारा बहुत गरीब श्रेणी लोक ता सहित कुली मजुरिया लोक मैंने बिजु एठरे आपणकर प्रधानमंत्री आवास योजना रे अप्लाई करेंगे तो ये आपन कौन करेंगे तापर आपने समाप्त उपर क्लिक करने